ଅକ୍ଟୋବର 1ରୁ ଏହିସବୁ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। କ'ଣ ନିୟମ ପରିବର୍ତ୍ତନ ହେବାକୁ ଯାଉଛି? 1ରେ ଟ୍ରେନ୍ ଉପରେ ଟିକେଟ୍ ଉପରେ ସେ ବି ପରିବର୍ତ୍ତନ ହେବାକୁ ଯାଉଛି। ତାପରେ ଗ୍ୟାସ୍, ବିଭିନ୍ନ ପ୍ରକାର ଗ୍ୟାସ୍ ଉପରେ ତାର ବି ପରିବର୍ତ୍ତନ ହେବାକୁ ଯାଉଛି ଏବଂ ପେଟ୍ରୋଲ ଓ ଡିଜେଲ ଦର ବି ପରିବର୍ତ୍ତନ ହେବାକୁ ଯାଉଛି। ଏସବୁ ଦେଖିବା ପାଇଁ ହେଲେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଜାଣିପାରିବେ। ତା ପୂର୍ବରୁ ଭିଡ଼ିଓକୁ ଯଦି ଲାଇକ୍ କରିନାହାନ୍ତି ଗୋଟେ ଲାଇକ୍ କରିଦିଅନ୍ତୁ। ଆଉ ଚ୍ୟାନେଲରେ ଭାଇ ଭଉଣୀମାନେ ନୂଆ କରି ଯେଉଁମାନେ ଭିଜିଟ୍ କରୁଛନ୍ତି ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାକି ଫଳରେ ଏଇଭଳିଆ ଇନଫର୍ମେସନ୍ ଭିଡ଼ିଓ ଆପଣମାନଙ୍କ ପାଖରେ ସହଜରେ ପହଞ୍ଚି ପାରିବ। ସେପ୍ଟେମ୍ବର ମାସ ଶେଷ ହେବାକୁ ଯାଉଛି ଏବଂ ଅକ୍ଟୋବର ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର 1 ତାରିଖରେ 2025ରୁ ଅନେକ ପ୍ରମୁଖ ପରିବର୍ତ୍ତନ ମଧ୍ୟ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ଖବର ମାଧ୍ୟମରେ ଆସନ୍ତୁ ଜାଣିବା ଅକ୍ଟୋବର 1 ତାରିଖ ଠାରୁ କ'ଣ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଅକ୍ଟୋବର 1 ତାରିଖ ଠାରୁ 2025ରୁ ଜାତୀୟ ପେନ୍ସନ୍ ସିଷ୍ଟମରେ ଏକ ବଡ଼ ପରିବର୍ତ୍ତନ ଘଟିବ। ଅଣସରକାରୀ କ୍ଷେତ୍ରରେ ଗ୍ରାହକମାନଙ୍କୁ ମଲ୍ଟିପଲ୍ ସ୍କିମ୍ ଫ୍ରେମୱାର୍କ ଅଧୀନରେ ଇକ୍ୱିଟିର 100% ପର୍ଯ୍ୟନ୍ତ ନିବେଶ କରିବାକୁ ଅନୁମତି ଦିଆଯିବ। ଏହାର ଅର୍ଥ ହେଉଛି ଅକ୍ଟୋବର 1 ତାରିଖ ଠାରୁ ଅଣସରକାରୀ ଏନ୍ପିଏସ୍ ଗ୍ରାହକମାନେ ସେମାନଙ୍କର ସମ୍ପୂର୍ଣ୍ଣ ପେନ୍ସନ୍ ରାଶି ଷ୍ଟକ୍ ମାର୍କେଟ ଲିଙ୍କ୍ ଯୋଜନାରେ ନିବେଶ କରିପାରିବେ। ପୂର୍ବରୁ ମଧ୍ୟ ଇକ୍ୱିଟି ନିବେଶ ସୀମା 75% ଥିଲା। ଏହା ସହିତ ସରକାରୀ କ୍ଷେତ୍ରରେ ଆକାଉଣ୍ଟ ନମ୍ବର ଖୋଲିବା ପାଇଁ ଇ ପ୍ରାନ୍ କିଟ୍ ପାଇଁ 18 ଟଙ୍କା ଏବଂ ଫିଜିକାଲ୍ ପ୍ରାନ୍ କାର୍ଡ଼ ପାଇଁ 40 ଟଙ୍କା ଶୁଳ୍କ ନିଆଯିବ। ପ୍ରତି ଆକାଉଣ୍ଟ ପାଇଁ ବାର୍ଷିକ ରକ୍ଷଣାବେକ୍ଷଣ ଶୁଳ୍କ 100 ଟଙ୍କା ହେବ। ଅଟଳ ପେନ୍ସନ୍ ଯୋଜନା ଏବଂ ଏନ୍ପିଏସ୍ ଲାଇଟ୍ ସବସ୍କ୍ରିପସନ୍ ପାଇଁ ପ୍ରାନ୍ ଓପନିଂ ଚାର୍ଜ ମଧ୍ୟ ରକ୍ଷଣାବେକ୍ଷଣ ଚାର୍ଜ 15 ଟଙ୍କା ହେବ, ଯେତେବେଳେ କୌଣସି କାରବାର ଶୁଳ୍କ ରହିବ ନାହିଁ। ଅଣସରକାରୀ ଏନ୍ପିଏସ୍ ଗ୍ରାହକମାନେ ସେମାନଙ୍କର ସମ୍ପୂର୍ଣ୍ଣ ପେନ୍ସନ୍ ରାଶି ଷ୍ଟକ୍ ମାର୍କେଟ ଲିଙ୍କ୍ ଯୋଜନାରେ ନିବେଶ କରିପାରିବେ। ପୂର୍ବରୁ ଇକ୍ୱିଟି ନିବେଶ ସୀମା 75% ଥିଲା। ଏହା ସହିତ ସରକାରୀ କ୍ଷେତ୍ର ପରି ଘରୋଇ କ୍ଷେତ୍ରରେ କର୍ମଚାରୀମାନଙ୍କୁ ପ୍ରାନ୍ ସ୍ଥାୟୀ ଅବସରରେ ଆକାଉଣ୍ଟ ନମ୍ବର ଖୋଲିବା ପାଇଁ ଇ ପ୍ରାନ୍ କିଟ୍ ପାଇଁ 18 ଟଙ୍କା ଏବଂ ଫିଜିକାଲ୍ ପ୍ରାନ୍ କାର୍ଡ଼ ପାଇଁ 40 ଟଙ୍କା ଶୁଳ୍କ ନିଆଯିବ। ପ୍ରତି ଆକାଉଣ୍ଟ ପାଇଁ ବାର୍ଷିକ ରକ୍ଷଣାବେକ୍ଷଣ ଶୁଳ୍କ 100 ଟଙ୍କା ହେବ। ଅଟଳ ପେନ୍ସନ୍ ଯୋଜନା ଏବଂ ଏନ୍ପିଏସ୍ ଲାଇଟ୍ ସବସ୍କ୍ରିପସନ୍ ପାଇଁ ପ୍ରାନ୍ ଓପନିଂ ଚାର୍ଜ ମଧ୍ୟ ରକ୍ଷଣାବେକ୍ଷଣ ପାଇଁ ଚାର୍ଜ 15 ଟଙ୍କା ହେବ, ଯେତେବେଳେ କୌଣସି କାରବାର ଶୁଳ୍କ ରହିବ ନାହିଁ। ଆଉ ଏକ ବଡ଼ ପରିବର୍ତ୍ତନ ଯାହା ଅକ୍ଟୋବର 1 ତାରିଖ ଠାରୁ ଲାଗୁ ହେବ, ତାହା ରେଳବାଇ ସହିତ ଜଡ଼ିତ। ଏହା ଅଧୀନରେ ସେହି ଲୋକମାନେ ରିଜର୍ଭେସନ୍ ଖୋଲିବାର ପ୍ରଥମ 15 ମିନିଟ୍ ଭିତରେ ଟିକେଟ୍ ବୁକ୍ କରିପାରିବେ ଯେଉଁମାନେ ଆଧାର ଯାଞ୍ଚ କରିସାରିଥିବେ। ତଥାପି କମ୍ପ୍ୟୁଟର ପିଆର୍ଏସ୍ କାଉଣ୍ଟରକୁ ଟିକେଟ୍ ବୁକ୍ କରୁଥିବା ଲୋକଙ୍କ ପାଇଁ ସମୟ କିମ୍ବା ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏହା ବ୍ୟତୀତ ଅଧିକୃତ ରେଳ ଏଜେଣ୍ଟମାନେ ରିଜର୍ଭେସନ୍ ଖୋଲିବାର ପ୍ରଥମ 10 ମିନିଟ୍ ଯାଏଁ ଟିକେଟ୍ ବୁକ୍ କରିପାରିବେ ନାହିଁ। ଏହି ପରିବର୍ତ୍ତନଗୁଡ଼ିକ ଜାଲିଆତି ରେଳ ଟିକେଟ୍ ବୁକିଂ କରିବା ପାଇଁ ଉଦ୍ଦିଷ୍ଟ, ଯାହାଦ୍ୱାରା ଲାଭ ସଠିକ୍ ବ୍ୟବହାରକାରୀମାନଙ୍କ ପାଖରେ ପହଞ୍ଚି ପାରିବ। ଅନଲାଇନ୍ ଗେମିଂ ଶିଳ୍ପ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସରକାର ଅନଲାଇନ୍ ଗେମିଂ ବିଲ୍ 2025କୁ ଅନୁମୋଦନ କରିଛନ୍ତି, ଯାହା ଅକ୍ଟୋବର 1 ତାରିଖ ଠାରୁ କାର୍ଯ୍ୟକାରୀ ହେବ। ଏହାର ଉଦ୍ଦେଶ୍ୟ ହେଉଛି ଅନଲାଇନ୍ ଗେମିଂ ଯୋଗୁଁ ନିଶା ଏବଂ ଆର୍ଥିକ କ୍ଷତିକୁ ରୋକିବା ପାଇଁ। ଏହା କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ମଧ୍ୟ ଲକ୍ଷ୍ୟ ରଖିଛି। ନିୟମ ଉଲ୍ଲଂଘନକାରୀଙ୍କୁ 3 ବର୍ଷ ଜେଲ୍ ଏବଂ 1 କୋଟି ଜରିମାନା ହୋଇପାରେ, ଯେତେବେଳେ ପ୍ରମୋଟରମାନଙ୍କୁ 2 ବର୍ଷ ଜେଲ୍ ଏବଂ 50 ଲକ୍ଷ ପର୍ଯ୍ୟନ୍ତ ଜୋରିମାନା ହୋଇପାରେ। ଅକ୍ଟୋବର 1 ତାରିଖରୁ ଏଲ୍ପି ସିଲିଣ୍ଡର ମୂଲ୍ୟ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହି ପରିବର୍ତ୍ତନ ସିଧାସଳଖ ରୋଷେଇ ଘର ବଜେଟ୍ ଉପରେ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ପୂର୍ବରୁ ତୈଳ ବିପଣନ କମ୍ପାନୀଗୁଡ଼ିକ 19 କିଲୋଗ୍ରାମ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ସଂଶୋଧନ କରିଥିଲେ, ଯେତେବେଳେ 14 କିଲୋଗ୍ରାମ ଘରୋଇ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଥିଲା। ଏଗୁଡ଼ିକ ଶେଷ ଥର ପାଇଁ ଏପ୍ରିଲ 8 ତାରିଖରେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଅନ୍ୟାନ୍ୟ ସହରରେ ସଂଶୋଧିତ ହୋଇଥିଲା। ଏହା ବ୍ୟତୀତ ଏଟିଏଫ୍, ସିଏନ୍ଜି ଏବଂ ପିଏନ୍ଜି ମୂଲ୍ୟ ମଧ୍ୟ ପରିବର୍ତ୍ତନ ହୋଇପାରେ। ଆହୁରି ମଧ୍ୟ ରହିଛି
ଅକ୍ଟୋବର 1 ତାରିଖରୁ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ୟୁପିଆଇରେ ପ୍ରମୁଖ ପରିବର୍ତ୍ତନ କାର୍ଯ୍ୟକାରୀ ହେବ। ଏନ୍ପିସିଆଇ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି ନୂତନ ପରିବର୍ତ୍ତନଗୁଡ଼ିକ ଫୋନ୍ପେ, ଗୁଗଲ ପେ ଏବଂ ପେଟିଏମ୍ ବ୍ୟବହାରକାରୀମାନଙ୍କୁ ପ୍ରଭାବିତ କରିବ। ଏନ୍ପିସିଆଇ ସର୍ବାଧିକ ବ୍ୟବହୃତ ୟୁପିଆଇ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରୁ ଗୋଟିଏ ପିୟର୍ ଟୁ ପିୟର୍ P2P କାରବାରକୁ ହଟାଇପାରେ। 29 ଜୁଲାଇ ଏକ ସର୍କୁଲାର ଅନୁଯାୟୀ ଉପଭୋକ୍ତା ସୁରକ୍ଷା ସୁଦୃଢ଼ କରିବା ପାଇଁ ଏବଂ ଆର୍ଥିକ ଠକେଇ ରୋକିବା ପାଇଁ ଏହି ବୈଶିଷ୍ଟ୍ୟକୁ 1 ଅକ୍ଟୋବର 2025 ଠାରୁ ୟୁପିଆଇ ଆପ୍ଗୁଡ଼ିକରୁ ହଟାଇ ଦିଆଯିବ। ଅକ୍ଟୋବର 1 ତାରିଖ 2025ରୁ ଜାତୀୟ ପେନ୍ସନ୍ ସିଷ୍ଟମରେ ଏକ ବଡ଼ ପରିବର୍ତ୍ତନ ଘଟିବ। ଅଣସରକାରୀ କ୍ଷେତ୍ରରେ ଗ୍ରାହକମାନଙ୍କୁ ମଲ୍ଟିପଲ୍ ସ୍କିମ୍ ଫ୍ରେମୱାର୍କ ଅଧୀନରେ ଇକ୍ୱିଟିରେ 100% ପର୍ଯ୍ୟନ୍ତ ନିବେଶ କରିବାକୁ ଅନୁମତି ଦିଆଯିବ। ଏହାର ଅର୍ଥ ହେଉଛି ଅକ୍ଟୋବର 1 ତାରିଖରୁ ଅଣସରକାରୀ ଏନ୍ପିଏସ୍ ଗ୍ରାହକମାନେ ସେମାନଙ୍କର ସମ୍ପୂର୍ଣ୍ଣ ପେନ୍ସନ୍ ରାଶି ଷ୍ଟକ୍ ମାର୍କେଟ ଲିଙ୍କ୍ ଯୋଜନାରେ ନିବେଶ କରିପାରିବେ। ପୂର୍ବରୁ ଇକ୍ୱିଟି ନିବେଶ ପାଇଁ ସୀମା 75% ଥିଲା। ଏହା ସହିତ ସରକାରୀ କ୍ଷେତ୍ର ପରି ଘରୋଇ କ୍ଷେତ୍ରରେ କର୍ମଚାରୀମାନଙ୍କୁ ପ୍ରାନ୍ ସ୍ଥାୟୀ ଅବସର ଆକାଉଣ୍ଟ ନମ୍ବର ଖୋଲିବା ପାଇଁ ପ୍ରାନ୍ କିଟ୍ ପାଇଁ 18 ଟଙ୍କା ଏବଂ ଫିଜିକାଲ୍ ପ୍ରାନ୍ କାର୍ଡ଼ ପାଇଁ 40 ଟଙ୍କା ଶୁଳ୍କ ନିଆଯିବ ଏବଂ ପ୍ରତି ଆକାଉଣ୍ଟ ପାଇଁ ବାର୍ଷିକ ରକ୍ଷଣାବେକ୍ଷଣ ଶୁଳ୍କ 100 ଟଙ୍କା ହେବ। ଅଟଳ ପେନ୍ସନ୍ ଯୋଜନା APY ଏବଂ NPS ଲାଇଟ୍ ସବସ୍କ୍ରିପସନ୍ ପାଇଁ ପ୍ରାନ୍ ଓପନିଂ ଚାର୍ଜ ମଧ୍ୟ ରକ୍ଷଣାବେକ୍ଷଣ ଚାର୍ଜ 15 ଟଙ୍କା ହେବ, ଯେତେବେଳେ କୌଣସି କାରବାର ଶୁଳ୍କ ରହିବ ନାହିଁ। ଆମର ଏ ଭିଡ଼ିଓ ଦେଖିଥିବାରୁ ଅଶେଷ ଧନ୍ୟବାଦ। ଆମର ଏ ଭିଡ଼ିଓ ଯଦି ଆପଣଙ୍କୁ ପସନ୍ଦ ଆସିଛି ବା ଆମର ଏ ଇନଫର୍ମେସନ୍ ଆପଣଙ୍କୁ କିଛି ଶିଖିବାକୁ ମିଳିଛି, ତାହେଲେ ଭିଡ଼ିଓ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାକି ଫଳରେ ଏଇଭଳିଆ ଇନଫର୍ମେସନ୍ ଭିଡ଼ିଓ ଆପଣମାନଙ୍କ ପାଖରେ ସହଜରେ ପହଞ୍ଚି ପାରିବ। ଆପଣଙ୍କର ଫ୍ରେଣ୍ଡ ସର୍କଲ୍, ଫ୍ୟାମିଲି ମେମ୍ବର ସେମାନଙ୍କୁ ମଧ୍ୟ ସେୟାର କରିଦିଅନ୍ତୁ, ଯାହାକି ଫଳରେ ଯେଉଁମାନେ ବୁଝିପାରିବନି, ଯେଉଁମାନେ ଜାଣିପାରୁନଥିବେ ସେମାନଙ୍କ ପାଖରେ ପହଞ୍ଚି ପାରିବ। ତ ରହୁଛି, ଦେଖା ହେବ ଆଉ ଗୋଟେ ଏମିତିକା ନୂଆ ଭିଡ଼ିଓରେ। ଜୟ ଜଗନ୍ନାଥ।